ପିଲାମାନେ ତମ ସମସ୍ତଙ୍କୁ ମୁଁ ସ୍ୱାଗତ କରୁଛି ମୋ ୟୁଟ୍ୟୁବ ଚ୍ୟାନେଲ ତ +2 ସେକେଣ୍ଡ ଇୟର ଆର୍ଟ୍ସ ପିଲା ତ +2 ସେକେଣ୍ଡ ଇୟର ଆର୍ଟ୍ସ ପିଲା ଯୋଉମାନଙ୍କର କଣ ନା ପଲିଟିକାଲ ସାଇନ୍ସ ଅଛି ତ ପଲିଟିକାଲ ସାଇନ୍ସ ର ମୁଁ ନେଇ ଆସିଛି କଣ ନା MCQ କ୍ୱେଶ୍ଚିନ୍ ଆନ୍ସର ଯୋଉଟା ତମର କଣ ନା ପଡିବ 20 ମାର୍କର MCQ ତ MCQ ତମମାନଙ୍କ ପାଇଁ ବହୁତ ଗୁରୁତ୍ୱପୂର୍ଣ୍ଣ ତ ଆମେ 50ଟି MCQ ଆଜି ଆମେ ଆଲୋଚନା କରିବା ପିଲାମାନେ 50ଟି ଟପ୍ MCQ ଆଉ ନିଶ୍ଚିନ୍ତ 100% ତମର ଗ୍ୟାରେଣ୍ଟି ବୋର୍ଡ ଏକ୍ଜାମକୁ ଆସିବ ତ ଚାଲ ଆମେ ଷ୍ଟାର୍ଟ କରିବା ଭିଡ଼ିଓ ଦେଖିବା ପୂର୍ବରୁ ଚ୍ୟାନେଲ ନୂଆ ଥିଲେ ସବସ୍କ୍ରାଇବ କରିଦେବ ବେଲ୍ ଆଇକନକୁ ଦବାଇ ଦେବ ନୂଆ ନୋଟିଫିକେସନ ପାଇଁ ଲାଇକ୍ ସେୟାର କମେଣ୍ଟ କରିଦେବ ଏକ୍ସପେକ୍ଟେଡ MCQ ୱିଥ୍ ଆନ୍ସର ବୁଝିହେଲା ଯୋଉଟା ତମର ଗୁରୁତ୍ୱପୂର୍ଣ୍ଣ ଏକ୍ସପେକ୍ଟେଡ MCQ ୱିଥ୍ ତମର କଣ ନା ଆନ୍ସର ତ ଦେଖିବା କଣ ଦେଇଛି ପ୍ରଥମ କ୍ୱେଶ୍ଚିନ୍ ଇଂରେଜ ଶାସନ ସମୟରୁ ବିଭାଜନ ଓ ଶାସନ ନୀତି କାହାର ପ୍ରସାର ପାଇଁ ସାହାଯ୍ୟ କରୁଛି ଧର୍ମନିରପେକ୍ଷତା ସମାଜବାଦ ସାମ୍ପ୍ରଦାୟିକତାବାଦ ସାମାଜିକ ନ୍ୟାୟ କଣ ହବ ନା ସାମ୍ପ୍ରଦାୟିକତାବାଦ ଇଂରେଜ ଶାସନ ସମୟରୁ ବିଭାଜନ ଓ ଶାସନ ନୀତି କାହାର ନା ସାମ୍ପ୍ରଦାୟିକତାବାଦର ପ୍ରସାର ପାଇଁ ସାହାଯ୍ୟ କରୁଛି ନେକ୍ସଟ କାହା ମତରେ ଭାରତରେ ଜାତୀୟ ଏକ ଗୁରୁତ୍ୱପୂର୍ଣ୍ଣ ରାଜନୈତିକ ଦଳ ଗାନ୍ଧୀ ଜବାହରଲାଲ ନେହେରୁ ଜୟପ୍ରକାଶ ନାରାୟଣ ବିନୋବା ଭାବେ କଣ ହବ ନା ଜୟପ୍ରକାଶ ନାରାୟଣ ନେକ୍ସଟ କେଉଁଟି ବିଚ୍ଛିନ୍ନତାବାଦର ଚରମ ରୂପ ଅଟେ ଆଞ୍ଚଳିକତାବାଦ ଧର୍ମନିରପେକ୍ଷତାବାଦ ଜାତୀୟ ସଂହତି ଜାତୀୟତାବାଦ କଣ ହବ ନା ଆଞ୍ଚଳିକତା ବିଚ୍ଛିନ୍ନତାବାଦର ଚରମ ରୂପ କଣ ନା ଆଞ୍ଚଳିକତାବାଦ ନେକ୍ସଟ ଆଞ୍ଚଳିକତାବାଦ ଓ ସାମ୍ପ୍ରଦାୟିକତାବାଦ କେଉଁ ଏକତା ପ୍ରତି ଏକ ବିପଦ ଅଟେ ଆନ୍ତର୍ଜାତୀୟ ଜାତୀୟ ଧାର୍ମିକ ସାମାଜିକ କଣ ହବ ନା ଜାତୀୟ କଣ ଆଞ୍ଚଳିକତାବାଦ ସାମ୍ପ୍ରଦାୟିକତାବାଦ ଜାତୀୟ ଏକତା ପ୍ରତି ବିପଦ ଅଟେ ନେକ୍ସଟ ଜାତିବାଦ ଏକ ଡ୍ୟାସ୍ କୁ ଆବଶ୍ୟକତା ସାମାଜିକ ମନ୍ଦ ବ୍ୟବସ୍ଥା ପ୍ରାକୃତିକ ବିଷୟ ନୈତିକତା କଣ ହବ ନା ସାମାଜିକ ମନ୍ଦ ବ୍ୟବସ୍ଥା କେଉଁ ମସିହାରେ ଭୋପାଲ ବେଗମ ନିକ୍ରି ଭାରତ ମୁସଲିମ ମହିଳା ସମ୍ମିଳନୀ ଗଠନ କରିଥିଲେ 1856 1890 1905 1916 କଣ ହବ ନା 1916 ମସିହାରେ ନେକ୍ସଟ ସରୋଜିନୀ ନାଇଡୁ ଓ ମାର୍ଗାରେଟଙ୍କ ଆନ୍ଦୋଳନ ଯୋଗୁଁ କେଉଁ ପ୍ରଦେଶରେ ପ୍ରଥମେ ମହିଳାମାନଙ୍କୁ ଭୋଟ ଅଧିକାର ପ୍ରଦାନ କରାଯାଇଥିଲା ଗୋଆଲିୟର ବମ୍ବେ ମାନ୍ଦ୍ରାଜ ବଙ୍ଗଳା କଣ ହବ ପିଲାମାନେ ନା ମାନ୍ଦ୍ରାଜ କଣ ନା ସରୋଜିନୀ ନାଇଡୁ ମାର୍ଗାରେଟଙ୍କ ଆନ୍ଦୋଳନ ଯୋଗୁଁ କେଉଁ ପ୍ରଦେଶ ନା ମାନ୍ଦ୍ରାଜ ପ୍ରଦେଶର ପ୍ରଥମେ ମହିଳାମାନଙ୍କୁ ଭୋଟ ଅଧିକାର ପ୍ରଦାନ କରାଯାଇଥିଲା ନେକ୍ସଟ ଭାରତରେ ସଂସଦ କେଉଁ ମସିହାରେ ପ୍ରଥମେ ଯୌତୁକ ନିରୋଧ ଆଇନ ପ୍ରଣୟନ କରିଥିଲେ 1961 1970 1976 1980 କଣ ହବ ନା 1961 ନେକ୍ସଟ ନିମ୍ନୋକ୍ତ ମଧ୍ୟରୁ କିଏ ଚିପକୋ ଆନ୍ଦୋଳନର ନେତୃତ୍ୱ ନେଇଥିଲେ ମେଧା ପାଟକର ସୁନ୍ଦରଲାଲ ବହୁଗୁଣା ବାଙ୍କ ବିହାରୀ ଦାସ ମେନକା ଗାନ୍ଧୀ କିଏ ନେଇଥିଲେ ନା ସୁନ୍ଦରଲାଲ ବହୁଗୁଣା କିଏ ନା ସୁନ୍ଦରଲାଲ ବହୁଗୁଣା ନେକ୍ସଟ ନର୍ମଦା ବଚାଓ ଆନ୍ଦୋଳନର ନେତୃତ୍ୱ କିଏ ନେଇଥିଲେ ମେଧା ପାଟକର ସୁନ୍ଦରଲାଲ ବହୁଗୁଣା ମେନକା ଗାନ୍ଧୀ ଶ୍ରୀମତୀ ଇନ୍ଦିରା ଗାନ୍ଧୀ କିଏ ନା ମେଧା ପାଟକର କିଏ ନା ମେଧା ପାଟକର ନେକ୍ସଟ ଭାରତ ଏକ ବହୁବାଦୀ ସମାଜ ହୋଇଥିବାରୁ ଏଠାରେ ଆଞ୍ଚଳିକତାବାଦ ଜାତୀୟତାବାଦ ପରସ୍ପର ଡ୍ୟାସ୍ ହେବା ଉଚିତ ସହଯୋଗୀ ପରିପୂରକ ବିରୋଧୀ ବୀତସ୍ପୃହ ଶତ୍ରୁ କଣ ହେବା ଉଚିତ ନା ସହଯୋଗୀ ବା ପରିପୂରକ ହେବା ଉଚିତ ନେକ୍ସଟ ନାସ୍ତି ସୂଚକ ଅର୍ଥରେ ଆଞ୍ଚଳିକତାବାଦ ଅର୍ଥ ହେଉଛି ନିଜ ଅଞ୍ଚଳ ପ୍ରତି ଅତ୍ୟଧିକ ଦୁର୍ବଳତା ନିଜ ସଂସ୍କୃତି ପ୍ରତି ପ୍ରେମ ନିଜ ଅଞ୍ଚଳରେ ବସତି ସ୍ଥାପନ ଜାତୀୟ ସ୍ୱାର୍ଥ ଅପେକ୍ଷା ଆଞ୍ଚଳିକ ସ୍ୱାର୍ଥ ଉପରେ ଅଧିକ ଗୁରୁତ୍ୱ ଆରୋପ କଣ ପିଲାମାନେ ନା ଜାତୀୟ ସ୍ୱାର୍ଥ ଉପରେ ଆଞ୍ଚଳିକ ସ୍ୱାର୍ଥ ଉପରେ ଅଧିକ ଗୁରୁତ୍ୱ ଆରୋପ ନେକ୍ସଟ କ୍ୱେଶ୍ଚିନ୍ ଆଞ୍ଚଳିକତାବାଦର ପ୍ରତିରୋଧ ପାଇଁ କଣ ଆବଶ୍ୟକ
ଶିକ୍ଷାର ପ୍ରସାର, ଜାତୀୟ ସଂହତିର ବିକାଶ, ଦ୍ରୁତ ଅର୍ଥନୈତିକ ଉନ୍ନତି, ଉପରୋକ୍ତ ସମସ୍ତ ଉପାଦାନ କ'ଣ ହେବ ନା ଆଞ୍ଚଳିକତାବାଦର ପ୍ରତିରୋଧ ପାଇଁ କ'ଣ ନା ଉପରୋକ୍ତ ସମସ୍ତ ଉପାଦାନ ଆବଶ୍ୟକ। ନେକ୍ସଟ, ଜାତିବାଦକୁ କେଉଁ ଉପାୟରେ ପ୍ରତିରୋଧ କରାଯାଇ ପାରିବ? ଆଇନଗତ ପ୍ରତିବନ୍ଧକ, ଧାର୍ମିକ ସଂସ୍କାର, ଉତ୍ତମ ପାରିବାରିକ ସମ୍ପର୍କ, ଧର୍ମ ନିରପେକ୍ଷତାବାଦ ଓ ଶିକ୍ଷାର ପ୍ରସାର। କ'ଣ ନା ଧର୍ମ ନିରପେକ୍ଷତାବାଦ ଓ ଶିକ୍ଷାର ପ୍ରସାର। ନେକ୍ସଟ, ସମାଜରେ ସାମ୍ପ୍ରଦାୟିକତାବାଦକୁ କିଏ ଉତ୍ସାହିତ କରେ? ଇତିହାସର ସାମ୍ପ୍ରଦାୟିକରଣ, ସାମ୍ପ୍ରଦାୟିକ ରାଜନୀତି, ସାମ୍ପ୍ରଦାୟିକ ଚିନ୍ତାଧାରା, ଉପରୋକ୍ତ ସମସ୍ତ। କ'ଣ ନା ଉପରୋକ୍ତ ସମସ୍ତ ଉପାଦାନ। ନେକ୍ସଟ, ନିମ୍ନୋକ୍ତ ମଧ୍ୟରୁ କେଉଁ ପରିବେଶ ଆନ୍ଦୋଳନରେ କେବଳ ମହିଳାମାନେ ଅଂଶଗ୍ରହଣ କରିଥିଲେ? ନର୍ମଦା ବଞ୍ଚାଅ ଆନ୍ଦୋଳନ, ଗନ୍ଧମାର୍ଦ୍ଦନ ବଚାଅ ଆନ୍ଦୋଳନ, ବିଷ୍ଣୋଇ ଆନ୍ଦୋଳନ, ଚିପକୋ ଆନ୍ଦୋଳନ। ନିମ୍ନୋକ୍ତ ମଧ୍ୟରୁ କେଉଁ ପରିବେଶ ଆନ୍ଦୋଳନରେ କେବଳ ମହିଳାମାନେ ଅଂଶଗ୍ରହଣ କରିଥିଲେ? ନା ବିଷ୍ଣୋଇ ଆନ୍ଦୋଳନ। କ'ଣ ନା ବିଷ୍ଣୋଇ ଆନ୍ଦୋଳନ। ନେକ୍ସଟ କ୍ୱେଶ୍ଚିନ୍, ଓଡ଼ିଶାରେ ଚିଲିକା ବଚାଅ ଆନ୍ଦୋଳନ କିଏ ନେତୃତ୍ୱ ନେଇଥିଲେ? ହରେକୃଷ୍ଣ ମହତାବ, ବାଙ୍କ ବିହାରୀ ଦାସ, ଭବାନୀ ଶଙ୍କର ହୋତା, ସୁରେଶ ରାଉତରାୟ। କିଏ ନା ବାଙ୍କ ବିହାରୀ ଦାସ। ନେକ୍ସଟ, ବାଲ୍କ ହଟାଓ ଗନ୍ଧମାର୍ଦ୍ଦନ ବଚାଅ ଆନ୍ଦୋଳନ କିଏ ନେତୃତ୍ୱ ନେଇଥିଲେ? ବାଙ୍କ ବିହାରୀ ଦାସ, ନରସିଂହ ମିଶ୍ର, ଭବାନୀ ଶଙ୍କର ହୋତା, କୃପାସିନ୍ଧୁ ଭୋଇ। କ'ଣ ହବ ନା ଭବାନୀ ଶଙ୍କର ହୋତା। ନେକ୍ସଟ, ପୋସ୍କୋ ଷ୍ଟିଲ ପ୍ଲାଣ୍ଟ ପ୍ରତିଷ୍ଠାକୁ ବିରୋଧ କରି ଓଡ଼ିଶାରେ କେଉଁ ଜିଲ୍ଲାରେ ଆନ୍ଦୋଳନ ଆରମ୍ଭ ହୋଇଥିଲା? କଟକ, ପୁରୀ, କେନ୍ଦ୍ରାପଡ଼ା, ଜଗତସିଂହପୁର। କ'ଣ ହବ ନା ଜଗତସିଂହପୁର। ନେକ୍ସଟ, କେଉଁ କମ୍ପାନୀର ଜମି ଅଧିଗ୍ରହଣକୁ ବିରୋଧ କରି ସିଙ୍ଗୁରରେ ଆନ୍ଦୋଳନ ଆରମ୍ଭ ହୋଇଥିଲା? ଟାଟା କମ୍ପାନୀ, ପୋସ୍କୋ, ନାଲ୍କୋ, ଡାଲମିଆ। କ'ଣ ହବ ନା ଟାଟା କମ୍ପାନୀ। କ'ଣ ନା ଟାଟା କମ୍ପାନୀ। ନେକ୍ସଟ, ନିମ୍ନୋକ୍ତ ମଧ୍ୟରୁ କେଉଁଟି ସାମ୍ପ୍ରଦାୟିକତାବାଦର ବିଲୋପ ପାଇଁ ଏକ କାରଣ ନୁହେଁ? ଧର୍ମରୁ ରାଜନୀତିର ପୃଥକୀକରଣ, ସାମ୍ପ୍ରଦାୟିକ ସଦ୍ଭାବ ପ୍ରତିଷ୍ଠା, ଧର୍ମୀୟ ମୌଳିକତାବାଦ, ଗୋଷ୍ଠୀ ସହାବସ୍ଥାନ। କ'ଣ ହବ ନା ଧର୍ମୀୟ ମୌଳିକତାବାଦ। ନେକ୍ସଟ, ଆତଙ୍କବାଦ ବା ସନ୍ତ୍ରାସବାଦ ପାଇଁ ନିମ୍ନୋକ୍ତ କେଉଁ ମାର୍ଗକୁ ଗ୍ରହଣ କରାଯାଇଥାଏ? ଅପହରଣ, ବୋମା ବିସ୍ଫୋରଣ, ହତ୍ୟା, ଉପରୋକ୍ତ ସମସ୍ତ। କ'ଣ ନା ଉପରୋକ୍ତ ସମସ୍ତ। ନେକ୍ସଟ, ଭାରତରେ କେଉଁ ପ୍ରଧାନମନ୍ତ୍ରୀ ପଞ୍ଜାବର ଆତଙ୍କବାଦକୁ ଦମନ କରିବା ପାଇଁ ଅପରେସନ ବ୍ଲୁଷ୍ଟାର କରିଥିଲେ? ଶ୍ରୀମତୀ ଇନ୍ଦିରା ଗାନ୍ଧୀ, ରାଜୀବ ଗାନ୍ଧୀ, ଅଟଳ ବିହାରୀ ବାଜପେୟୀ, ମୋରାରଜୀ ଦେଶାଇ। କ'ଣ ହବ ନା ଶ୍ରୀମତୀ ଇନ୍ଦିରା ଗାନ୍ଧୀ। ନେକ୍ସଟ, ନିମ୍ନୋକ୍ତ ମଧ୍ୟରୁ କେଉଁଟି ଜାତି ଗଠନର ପ୍ରତିବନ୍ଧକ? ଅର୍ଥନୈତିକ ବୈଷମ୍ୟ, ଦାରିଦ୍ର୍ୟ, ନିରକ୍ଷରତା, ଆତଙ୍କବାଦ, ହିଂସା, ଉପରୋକ୍ତ ସମସ୍ତ। କ'ଣ ହବ ପିଲାମାନେ ନା ଉପରୋକ୍ତ ସମସ୍ତ। ନେକ୍ସଟ, ନିମ୍ନୋକ୍ତ ମଧ୍ୟରୁ କେଉଁଟି ଭାରତରେ ସାମ୍ପ୍ରଦାୟିକତାବାଦର କାରଣ ନୁହେଁ? ଧର୍ମୀୟ ମୌଳିକବାଦ, ଧର୍ମସ୍ଥାନର ରାଜନୀତିକରଣ, ନା ସାମ୍ପ୍ରଦାୟିକ ପ୍ରଚାର ମାଧ୍ୟମ, ଧର୍ମ ନିରପେକ୍ଷତା। କ'ଣ ହବ ନା ଧର୍ମ ନିରପେକ୍ଷତା। ଖଲିସ୍ତାନ ଆନ୍ଦୋଳନରେ ନିମ୍ନୋକ୍ତ ମଧ୍ୟରୁ କେଉଁଟି ପ୍ରକାଶିତ ହୋଇଥିଲା? ଆଞ୍ଚଳିକତାବାଦ, ସାମ୍ପ୍ରଦାୟିକତାବାଦ, ଆତଙ୍କବାଦ, ଉପରୋକ୍ତ ସମସ୍ତ। କ'ଣ ହବ ନା ଉପରୋକ୍ତ ସମସ୍ତ। ନେକ୍ସଟ, ଜାତି ହେଉଛି ଜାତୀୟତା ଯାହା ନିଜକୁ ଏକ ସ୍ୱାଧୀନ କିମ୍ବା ସ୍ୱାଧୀନତାକାମୀ ରାଜନୈତିକ ସମାଜ ରୂପେ ସଂଗଠିତ କରିଛି। କିଏ କହିଥିଲେ? ବର୍ଜେସ, ଲର୍ଡ ବ୍ରାଇସ, ବାର୍କର, ଜିମନଗ। କ'ଣ ପିଲାମାନେ ନା ହେଇଯିବ ଲର୍ଡ ବ୍ରାଇସ। କ'ଣ ନା ଲର୍ଡ ବ୍ରାଇସ। ନେକ୍ସଟ, ନିମ୍ନଲିଖିତ ମଧ୍ୟରୁ କେଉଁଟି ଏକ ଜାତୀୟତାବାଦର ଉପାଦାନ ନୁହେଁ? ବଂଶଗତ ଐକ୍ୟ, ଭୌଗୋଳିକ ଐକ୍ୟ, ଧର୍ମଗତ ଐକ୍ୟ, ଜାତିଆଣ ପ୍ରଥା। କ'ଣ ହବ ନା ଜାତିଆଣ ପ୍ରଥା। ନେକ୍ସଟ, ହିନ୍ଦୁ ପରମ୍ପରା ଅନୁସାରେ ନିମ୍ନଲିଖିତ ମଧ୍ୟରୁ କେଉଁଟି ଚାରି ବର୍ଣ୍ଣ ଅନ୍ତର୍ଗତ ନୁହେଁ? ବ୍ରାହ୍ମଣ, ଶୂଦ୍ର, ବୈଶ୍ୟ, ଚାଣ୍ଡାଳ। କ'ଣ ହବ ନା ଚାଣ୍ଡାଳ। କ'ଣ ନା ଚାଣ୍ଡାଳ। ନେକ୍ସଟ, ନିମ୍ନଲିଖିତ ଘଟଣା ମଧ୍ୟରୁ କେଉଁଟି ଏକ ସାମ୍ପ୍ରଦାୟିକ ଦଙ୍ଗା ନୁହେଁ? 1984 ଶିଖ ବିରୋଧୀ ଦଙ୍ଗା, 1992 ବାବରୀ ମସଜିଦ ଭଙ୍ଗା, 1993 ବୋମା ବିସ୍ଫୋରଣ, 1993 ଓବିସି ମାନଙ୍କ ପାଇଁ ସଂରକ୍ଷଣ ବ୍ୟବସ୍ଥା। କ'ଣ ନା 1993 ଓବିସି ମାନଙ୍କ ପାଇଁ ସଂରକ୍ଷଣ ବ୍ୟବସ୍ଥା। ନେକ୍ସଟ,
ନିମ୍ନଲିଖିତ ମଧ୍ୟରୁ କେଉଁଟି ସାମ୍ପ୍ରଦାୟିକତାବାଦ ପାଇଁ ଦାୟୀ ନୁହେଁ? ବିକୃତ ମାନସିକତା, ତୁଷ୍ଟିକରଣ ରାଜନୀତି, ଧର୍ମାନ୍ଧତା, ଭାଷାଗତ ବିବାଦ। କଣ ପିଲାମାନେ ହବ? ନା ହବ ତମର ଭାଷାଗତ ବିବାଦ। କଣ ନା ଭାଷାଗତ ବିବାଦ। ନେକ୍ସଟ, ସମ୍ବିଧାନର କେଉଁ ଧାରାରେ ଆନ୍ତଃରାଜ୍ୟ ନଦୀ ଜଳ ବଣ୍ଟନର ବ୍ୟବସ୍ଥା ରଖାଯାଇଛି? ସମ୍ବିଧାନର କେଉଁ ଧାରା? ନା 262 ଧାରା। ନିମ୍ନଲିଖିତ ମଧ୍ୟରୁ କେଉଁଟି ଆଞ୍ଚଳିକତାବାଦ ପାଇଁ ଦାୟୀ ନୁହେଁ? ଐତିହାସିକ ମୂଳଧାରା, ଆଞ୍ଚଳିକ ବୈଷମ୍ୟ, ନଦୀ ଜଳ ବିବାଦ, ଧର୍ମ ନିରପେକ୍ଷତା। କଣ ହବ? ନା ଧର୍ମ ନିରପେକ୍ଷତା। ନେକ୍ସଟ, ତାମିଲ ଆର୍ସୁ କାଜାଗମ କେଉଁ ରାଜ୍ୟର ଏକ ସଂଗଠନ ଯାହା ବିଚ୍ଛିନ୍ନତା ପାଇଁ 1961 ମସିହାରେ ଆନ୍ଦୋଳନ କରିଥିଲେ? ଓଡ଼ିଶା, ଆନ୍ଧ୍ରପ୍ରଦେଶ, କେରଳ, ମାନ୍ଦ୍ରାଜ। କଣ ପିଲାମାନେ? ନା ହେଇଯିବ ମାନ୍ଦ୍ରାଜ। ନେକ୍ସଟ, ଭାରତରେ ବର୍ଣ୍ଣ ବ୍ୟବସ୍ଥାର ବ୍ରାହ୍ମଣବାଦ ସୃଷ୍ଟି ହେଉଛି ବୋଲି କିଏ ଦୃଢ଼ ପ୍ରଦାନ କରିଛନ୍ତି? କିଏ ପିଲାମାନେ? କିଏ କରିଛନ୍ତି? ନା ହବ ୟୁରୋପୀୟ ପର୍ଯ୍ୟବେକ୍ଷକମାନେ। ପରବର୍ତ୍ତୀ, ନିମ୍ନୋକ୍ତ ମଧ୍ୟରୁ କେଉଁଟି ଜାତୀୟତାବାଦର ଉପାଦାନ ନୁହେଁ? ବଂଶଗତ ଐକ୍ୟ, ସମାନ ଭାଷା, ଧର୍ମଗତ ଐକ୍ୟ, ପୌରାଣିକ ଗାଥା। କଣ ହବ? ନା ହେଇଯିବ ପୌରାଣିକ ଗାଥା। କଣ ନା ପୌରାଣିକ ଗାଥା। ନେକ୍ସଟ, ଆତଙ୍କବାଦ ଏକ କି ପ୍ରକାର କାର୍ଯ୍ୟ ଅଟେ? ଲକ୍ଷ୍ୟ ହାସଲ, ଶାନ୍ତି ସ୍ଥାପନା, ପ୍ରତିଶୋଧମୂଳକ ଅର୍ଥ ପ୍ରାପ୍ତି। କଣ ପିଲାମାନେ ହବ? ନା ଲକ୍ଷ୍ୟ ହାସଲ। କଣ ନା ଲକ୍ଷ୍ୟ ହାସଲ। ନେକ୍ସଟ, ନିମ୍ନଲିଖିତ ମଧ୍ୟରୁ କେଉଁଟି ଭାରତର ଜାତୀୟତାବାଦ ବିକାଶର ଏକ କାରଣ ନୁହେଁ? ପ୍ରଶାସନିକ ଏକତା, ଇଂରାଜୀ ଭାଷାର ପ୍ରଭାବ, ଗାନ୍ଧିଜୀଙ୍କ ଅହିଂସା ନୀତି, ଆର୍ଥିକ ଶୋଷଣ। କଣ ହବ? ନା ଗାନ୍ଧିଜୀଙ୍କ ଅହିଂସା ନୀତି। ନେକ୍ସଟ, ନିମ୍ନଲିଖିତ ମଧ୍ୟରୁ କେଉଁଟି ଭାରତର ଜାତି ଗଠନରେ ପ୍ରତିବନ୍ଧକ ନୁହେଁ? ଦାରିଦ୍ର୍ୟ, ସାମ୍ପ୍ରଦାୟିକତାବାଦ, ନିରକ୍ଷରତା, ତାପରେ କଣ ନା ସାମାଜିକ ନ୍ୟାୟ। କଣ ହବ ପିଲାମାନେ ତମର? ନା ହେଇଯିବ କଣ ନା ସାମାଜିକ ନ୍ୟାୟ। କଣ ନା ସାମାଜିକ ନ୍ୟାୟ। ପରବର୍ତ୍ତୀ କ୍ୱେଶ୍ଚିନ୍, ଭୂମିପୁତ୍ର ତତ୍ତ୍ୱ ନିମ୍ନଲିଖିତ ମଧ୍ୟରୁ କେଉଁ ବାଦର ଏକ ନମୁନା? ସାମ୍ପ୍ରଦାୟିକତାବାଦ, ଆଞ୍ଚଳିକତାବାଦ, ଜାତିଆଣବାଦ, ସନ୍ତ୍ରାସବାଦ। ଆଞ୍ଚଳିକତାବାଦ। ନେକ୍ସଟ, ପଞ୍ଜାବର ଆତଙ୍କବାଦକୁ ଦମନ କରିବା ପାଇଁ 1984 ମସିହାରେ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀ କେଉଁ କାର୍ଯ୍ୟକ୍ରମ ପ୍ରୟୋଗ କରିଥିଲେ? ନା ଅପରେସନ ବ୍ଲୁ ଷ୍ଟାର। ସାମ୍ପ୍ରଦାୟିକ ସଦ୍ଭାବ ପ୍ରତିଷ୍ଠା ନିମ୍ନଲିଖିତ ମଧ୍ୟରୁ କାହାର ପ୍ରତିକାର ଅଟେ? ଜାତିଆଣବାଦ, ସାମ୍ପ୍ରଦାୟିକତାବାଦ, ଆଞ୍ଚଳିକତାବାଦ, ଆତଙ୍କବାଦ। କଣ ନା ସାମ୍ପ୍ରଦାୟିକତାବାଦ। 1983 ମସିହାରେ କିଏ ଜାତିକୁ ଏକ କଳା କାହାଣୀ ଭାବେ ଚିତ୍ରଣ କରିଥିଲେ ପିଲାମାନେ? କିଏ? ଆର୍ଥରୀ ବଣ୍ଟଲି, ନା ମଣ୍ଟେସରୀ ନିୟାମାର, ବେନେଡିକ୍ଟ ଏଣ୍ଡରସନ, ଆଣ୍ଡ୍ରୁ ଉକ୍ସ। କଣ ହବ? ନା ବେନେଡିକ୍ଟ ଏଣ୍ଡରସନ। ନେକ୍ସଟ, ନିମ୍ନଲିଖିତ ମଧ୍ୟରୁ କେଉଁଟି ଜାତିର ସଂଜ୍ଞା ସହ ସମ୍ପୃକ୍ତ ନୁହେଁ? ବଂଶଗତ ସମ୍ପର୍କ, ଜନସଂଗଠନ, ଏକତା ଉପରେ ଚେତନା, ପରାଧୀନତା। କଣ ନା ପରାଧୀନତା। ନେକ୍ସଟ, ନିମ୍ନଲିଖିତ ମଧ୍ୟରୁ କାହା ଉପରେ ଜାତି ଗୁରୁତ୍ୱ ପ୍ରଦାନ କରେ ନାହିଁ? ସମଷ୍ଟିଗତ ପ୍ରତିଫଳନ, ସ୍ୱାଧୀନ ସ୍ୱରୂପ, ସ୍ୱାଧୀନତା ପାଇଁ ଚେଷ୍ଟା, ନିରକ୍ଷରତା। କଣ ନା ନିରକ୍ଷରତା। ନେକ୍ସଟ, ଜାତି ଗଠନ ନିରନ୍ତର ଭାବେ କି ପ୍ରକ୍ରିୟା? ରାଜନୈତିକ, ଅସୀମ, ନିରନ୍ତର ସଂଗତି, ବୈଦେଶିକ ସାହାଯ୍ୟ, ବିଚ୍ଛିନ୍ନତା ଭାବ ଦ୍ୱାରା। କଣ ନା ବିଚ୍ଛିନ୍ନତା ଭାବ। ତ ପିଲାମାନେ ତମର ଏତିକି କ୍ୱେଶ୍ଚିନ୍। ତ ଭିଡ଼ିଓଟି ଭଲ ଲାଗିଥିଲେ ଲାଇକ୍, ସେୟାର, ସବସ୍କ୍ରାଇବ କରିଦେବ। ରହୁଛି, ଧନ୍ୟବାଦ, ଜୟ ଜଗନ୍ନାଥ।